ଜୟ ଜଗନ୍ନାଥ। ମୁଁ ସସ୍ମିତା ପରିଡ଼ା ମୋ ଓଡ଼ିଆ ଭକ୍ତି ଭାବରେ କହେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କହୁଛି। ଦେଖନ୍ତୁ, ସବୁ ବୃଦ୍ଧାଶ୍ରମ ଦେଖିଲାଙ୍କ ଆଖିରେ ଲୁହ ରହୁନାହିଁ। ତେଣୁ ସବୁ ପୁଅ ଝିଅମାନଙ୍କୁ, ସବୁ ପୁଅ ବୋହୂମାନଙ୍କୁ ମୋର ଗୋଟିଏ ଅନୁରୋଧ, ଦୟାକରି ପିତାମାତା କିମ୍ବା ଶାଶୁ ଶ୍ୱଶୁର ଯଦି ଭୁଲ ନଥାଏ, କିଛି ଆଘାତ କଥା ଆପଣମାନଙ୍କୁ କହୁଛନ୍ତି, ଆପଣ ଧୈର୍ଯ୍ୟର ସହିତ ସହିଯାଆନ୍ତୁ ନା। କାରଣ ବୃଦ୍ଧ ଅବସ୍ଥାରେ ସେମାନେ ବା ଆମର ପୁଅ ଝିଅ ହୋଇଯାଇଥାନ୍ତି। ଆଉ ସେମାନଙ୍କୁ ଧରି, ସେମାନଙ୍କ କଥାକୁ ଆପଣ ଧରିକି ଯେଉଁ ନିଷ୍ଠୁର ବଚନ କହୁଛନ୍ତି, ଆଘାତ ଦେଇ କଥା କହୁଛନ୍ତି, ସେ ବୃଦ୍ଧାଶ୍ରମକୁ ବାଧ୍ୟ ହେଉଛନ୍ତି ଯିବା ପାଇଁ। କିଛି ମାତ୍ରାରେ ବୃଦ୍ଧାଶ୍ରମରେ କିଛି ପୁଅ ବୋହୂ ନେଇ ଛାଡ଼ି ଦେଉଛନ୍ତି। ଦେଖନ୍ତୁ, ଏଇ ଜୀବନଟା ଚିରସ୍ଥାୟୀ ନୁହଁ। ଜୀବନଟା କାଚ ହୋଇନା ଭାଙ୍ଗିଗଲା ପରେ ଗୋଟିଏ ଟୁକୁଡ଼ାରେ ଯେମିତି ମୁହଁ ଦେଖନ୍ତି, ସେମିତି ଗୋଟେ ପରିବାର ଭାଙ୍ଗିଗଲେ ବରଂ ପରସ୍ପର ରକ୍ତରେ ଜଡ଼ିତ ବୋଲି ତାହା ସାରା ଜଗତ ଜାଣିଥାନ୍ତି। ତେଣୁ ଯେଉଁ ପୁଅ ବୋହୂ ମାନେ ପିତାମାତାକୁ ବୃଦ୍ଧାଶ୍ରମକୁ ଛାଡ଼ି ଦେଉଛନ୍ତି, ନିଷ୍ଠୁର ବଚନରେ କିଛି ଚାଲି ଯାଉଛନ୍ତି, ଦୟାକରି ଆଉ ନିଷ୍ଠୁର ବଚନ ଆଘାତ ଦେଇ ପିତାମାତା ଶାଶୁ ଶ୍ୱଶୁରଙ୍କୁ କୁହନ୍ତୁ ନାହିଁ। ସେ ବୃଦ୍ଧାଶ୍ରମରେ ଯେତେ ସୁଖ ଶାନ୍ତି ଅୟସ ଭିତରେ ଥିଲେ ବରଂ ତାଙ୍କ ଆତ୍ମା କାନ୍ଦୁଥିବ। ତାଙ୍କ ଆତ୍ମା ତାଙ୍କ ପୁଅ ଝିଅ ନାତି ନାତୁଣୀ ବୋହୂକୁ ତାଙ୍କ ଆତ୍ମା ଖୋଜୁଥିବ। କହିପାରୁନଥିବେ ସେ ସିନା, କିନ୍ତୁ ଖୋଜୁଥିବ। ତେଣୁ ସେମାନଙ୍କ କଥାକୁ ସହି ପାଖରେ ରଖନ୍ତୁ। ନହେଲେ ସେମାନଙ୍କର ଅଭିଶାପ ଏମିତି ହେଇ ଫଳିବ। ତାଙ୍କୁ ତ ବୃଦ୍ଧାଶ୍ରମରେ ଆଶ୍ରୟ ଟିକେ ମିଳିଲା, ଆପଣଙ୍କୁ କେଉଁଠି ବି ଆଶ୍ରୟ ମିଳିବ ନାହିଁ। ରାସ୍ତା କଡ଼ରେ ବି ବସିଥିଲେ ଲୋକମାନେ ଆପଣଙ୍କୁ ଦୟାଭାବ ଟିକେ ବି ଦେଖାଇବେ ନାହିଁ। ଏହା ନିରାଟ ସତ୍ୟ। କାରଣ ଏହା ମଣିଷ କରିନଥାନ୍ତି, ଏହା ଭଗବାନ କରିନଥାନ୍ତି। ମଣିଷ ନିଜ କଲା କର୍ମର ଫଳ ହିଁ ଭୋଗିଥାଏ। ପ୍ଲିଜ୍, ଆପଣମାନଙ୍କୁ ମୋର ହୃଦୟରୁ କୋଟି କୋଟି ପ୍ରଣାମ କରୁଛି। ଆପଣଙ୍କ ଶାଶୁ ଶ୍ୱଶୁର କିମ୍ବା ପିତାମାତାଙ୍କୁ କେହି ବୃଦ୍ଧାଶ୍ରମକୁ ଛାଡ଼ନ୍ତୁ ନାହିଁ। ଯେତେ ଦୁଃଖ କଷ୍ଟ ପଡ଼ୁ ବରଂ ଆପଣ ଯେମିତି ଶାଗ ଭାତ ମୁଠା ଖାଉଛନ୍ତି, ସେମାନଙ୍କୁ ଶାଗ ଭାତ ମୁଠା ଦିଅନ୍ତୁ। ସେ କହନ୍ତୁ ପଛେ ତାଙ୍କ କଥା ସହିଯାଆନ୍ତୁ। ସେତିକିରେ ଆପଣ ପାଖରେ ରଖନ୍ତୁ ନା। ସେ ଯାହା କହିଲେ ବି ସେମାନଙ୍କର କଥା ଆପଣଙ୍କୁ ଆଶୀର୍ବାଦ ହୋଇ ପୁଣ୍ୟଫଳ ଦେବ। ଆଉ ଆପଣ ଯଦି ତାଙ୍କୁ ନିଷ୍ଠୁର ଭଳି କଥା କହିବେ, ତାହେଲେ ଆପଣ ଯେତେ ଚାରିଧାମ ଦିଅଁ ଦେବତା ପୂଜା କଲେ, ପୁଣ୍ୟ ଯଜ୍ଞ ହୋମ କଲେ, ଚାରିଧାମ ବୁଲିଲେ ବି କେବେ ବି ଦାନ ଧର୍ମ କଲେ କେବେ ବି ପୁଣ୍ୟ ଫଳ ପାଇବେ ନାହିଁ। ଏହା ନିରାଟ ସତ୍ୟ। କାରଣ ଚଳନ୍ତି ଠାକୁର ହେଉଛନ୍ତି ଆମର ପିତାମାତା। ଚଳନ୍ତି ଠାକୁରକୁ ଆପଣ ଏତେ କଷ୍ଟ ଦିଅନ୍ତୁ ନାହିଁ ଯେ ଯାହାକି ବସୁଦ୍ଧା ଫାଟିଯିବ, ଯାହାକି ଆପଣଙ୍କର ରକ୍ତ ମାଂସ ଶରୀର ପଚିଯିବ, ପାପରେ ପଚି ମାଟିରେ ଲୀନ ହୋଇଯିବ। ଦୟାକରି ସେମାନଙ୍କ ପ୍ରତି ଟିକେ ଦୟା କରନ୍ତୁ। କୌଣସି ପୁଅ ବୋହୂମାନେ ବୃଦ୍ଧାଶ୍ରମକୁ ବାପ ମାଆଙ୍କୁ ଛାଡ଼ନ୍ତୁ ନାହିଁ। ଯେତେ ଦୁଷ୍ଟ ହୁଅନ୍ତୁ, କେବେ ଛାଡ଼ନ୍ତୁ ନାହିଁ। ଟିକେ ମୂଳ ତତ୍ତ୍ୱକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପାଇଁ କେଉଁ ଭାବ ରହିଥିବ, ପାପ ଭାବ ପାଇବେ ଆପଣ ତାଙ୍କ ପରେ ନା ଆପଣଙ୍କ ପୁଅ ବୋହୂ ପାଖରୁ ଆପଣ ପାପ ଫଳ ପାଇବେ କି ପୁଣ୍ୟ ଫଳ ପାଇବେ, ତାଙ୍କୁ ଟିକେ ଅନୁସରଣ କରନ୍ତୁ। ରହୁଛି। ମୋ କଥା ମାଧ୍ୟମରେ ଭୁଲ ଥିଲେ ମୋତେ କ୍ଷମା କରୁଥିବ। ଲେଖାଲେଖିରେ ଛନ୍ଦି ହେଇଯାଉଛି, ମାନି ଯାଉଛି। ଜୟ ଜଗନ୍ନାଥ।